88 ଘଣ୍ଟାର ଅଲ୍ଟିମେଟମ୍ ଦେଲେ ଟ୍ରମ୍ପ। କହିଲେ ଇରାନରେ ଏତେ ବଡ଼ ଆଟାକ୍ ହେବ ଯାହା କେହି କଳ୍ପନା କରିନଥିବେ। 88 ଘଣ୍ଟାର ସମୟ ଦିଆହେଲା। ହର୍ମୁଜ୍ ଷ୍ଟ୍ରେଟ୍ ଖୋଲ ନଚେତ୍ ପରିଣାମ ଭୟଙ୍କର ହେବ। ସବୁଠୁ ବଡ଼ ଆକ୍ରମଣ କରାଯିବ ଯାହାକୁ କେହି କେବେ କଳ୍ପନା କରିନଥିବେ। ପାୱାର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ। ଆସନ୍ତୁ ଆଜି ଆମେ ଏହି ଯୁଦ୍ଧର ତାଜା ଅପଡେଟ୍ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। 88 ଘଣ୍ଟାର ସମୟ ଦିଆହେଲା। ହର୍ମୁଜ୍ ଷ୍ଟ୍ରେଟ୍ ଖୋଲ ନଚେତ୍ ପରିଣାମ ଭୟଙ୍କର ହେବ। ସବୁଠୁ ବଡ଼ ଆକ୍ରମଣ କରାଯିବ ଯାହାକୁ କେହି କେବେ କଳ୍ପନା କରିନଥିବେ। ପାୱାର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ। ଏମିତି କହି ଇରାନକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି, ଯାହାଫଳରେ ହର୍ମୁଜ୍ ପ୍ରଣାଳୀ ଏକଦମ ଠପ୍ ହୋଇଯାଇଛି। ମାତ୍ର କିଛି ଜାହାଜକୁ ଛାଡ଼ୁଛି ଇରାନ। ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସିଧାସଳଖ ଇରାନକୁ ଦେଇଛନ୍ତି 88 ଘଣ୍ଟିଆ ଅଲ୍ଟିମେଟମ୍। ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲ, ନ ଖୋଲିଲେ ପାୱାର ପ୍ଲାଣ୍ଟକୁ ଧ୍ୱଂସ କରିଦେବୁ। ସବୁଠୁ ବଡ଼ ପାୱାର ପ୍ଲାଣ୍ଟରୁ ହିଁ ଆରମ୍ଭ ହେବ ଆକ୍ରମଣ। ସମୁଦ୍ର ପଥରେ ତେଲ ଯୋଗାଣ ବାଧାପ୍ରାପ୍ତ ହେବାରୁ ଉଗ୍ର ରୂପ ଧାରଣ କରିଛନ୍ତି ଟ୍ରମ୍ପ। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଫଳରେ ଅଶୋଧିତ ତେଲ ଦର ଆକାଶ ଛୁଆଁ ହୋଇଛି। ବିଶେଷ କରି ଭାରତ ଏବଂ ଚୀନ ଭଳି ବଡ଼ ଦେଶଗୁଡ଼ିକ ଉପରେ ବ୍ୟାପକ ଭାବେ ପ୍ରଭାବ ପଡ଼ୁଛି। ତେଣୁ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ସେପଟେ ଇରାନ ଦେଇଛି ଧମକ। ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଇରାନ କହିଛି ଯେ ଆମେରିକା ଆକ୍ରମଣ କଲେ ସମଗ୍ର ଅଞ୍ଚଳରେ ଥିବା ଆମେରିକୀୟ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରାଯିବ। ଅନ୍ୟପଟେ ଇରାନ ସହ ଯୁଦ୍ଧ ଶେଷ ପାଇଁ ନୂଆ ପ୍ଲାନ୍ କରୁଛନ୍ତି ଟ୍ରମ୍ପ। ଶାନ୍ତି ଆଲୋଚନା ପାଇଁ ନୂଆ ମଧ୍ୟସ୍ଥି ଖୋଜୁଛନ୍ତି ଆମେରିକା ରାଷ୍ଟ୍ରପତି। ହ୍ୱାଇଟ୍ ହାଉସରେ କୁଶନର ଏବଂ ୱିଟକଫଙ୍କ ନେତୃତ୍ୱରେ କୂଟନୈତିକ ସ୍ତରରେ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଇରାନ ସହ ସିଧାସଳଖ ଆଲୋଚନା ପାଇଁ ଜଣେ ମଧ୍ୟସ୍ଥିଙ୍କ ଖୋଜା ଚାଲିଛି। ସବୁଠୁ ବଡ଼ କଥା ହେଉଛି କତାର ମଧ୍ୟସ୍ଥି କରୁ ବୋଲି ଆମେରିକା ଚାହୁଁଥିବା ବେଳେ ଇରାନ ସହ ଏଯାଏଁ ଯୁଦ୍ଧ ବନ୍ଦ ନେଇ କୌଣସି ଆଲୋଚନା କରିନି ଆମେରିକା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ 23 ଦିନରେ ପହଞ୍ଚିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ଉଭୟ ପଟୁ ଜୋରଦାର ଆକ୍ରମଣ ଜାରି ରହିଛି। ସମସ୍ତେ ଭାବୁଥିଲେ ଖାମିନେଇଙ୍କ ମୃତ୍ୟୁ ପରେ ଇରାନ ହାର ମାନିଯିବ, କିନ୍ତୁ ତାହା ହୋଇନାହିଁ। ଆହୁରି ହିଂସ୍ର ହୋଇଉଠିଛି ଇରାନ। ସାଉଦି ଆରବ ୟୁଏଇକୁ ଟାର୍ଗେଟ କରି ଘନ ଘନ ମିସାଇଲ ଓ ଡ୍ରୋନ୍ ମାଡ଼ କରୁଛି ଇରାନ। ଅନ୍ୟପଟେ ଆମେରିକା ଏବଂ ଇସ୍ରାଏଲ ମିଳିତ ଆକ୍ରମଣରେ ଇରାନର ବର୍ତ୍ତମାନ ସୁଦ୍ଧା 1500ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଗତକାଲି ଇରାନ ଉପରେ ଭୟଙ୍କର ଆକ୍ରମଣ କରିଥିଲା ଇସ୍ରାଏଲ ଓ ଆମେରିକା ସେନା। ସବୁଠୁ ବଡ଼ ୟୁରାନିୟମ୍ ସମୃଦ୍ଧକରଣ କେନ୍ଦ୍ର ଉପରେ ଆଟାକ୍ କରାଯାଇଥିଲା। ନଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରି ଇସ୍ରାଏଲ ଦେଇଛି ବଡ଼ ସବକ। ଇରାନ ରାଜଧାନୀ ତେହେରାନ ଠାରୁ ପ୍ରାୟ 220 କିଲୋମିଟର ଦୂରରେ ଥିବା ନଟାଞ୍ଜ ନ୍ୟୁକ୍ଲିୟର ସାଇଟ୍ ଉପରେ ଆମେରିକା ଓ ଇସ୍ରାଏଲ କରିଛନ୍ତି ମିଳିତ ଆକ୍ରମଣ। ଇରାନର ଆଣବିକ ଶକ୍ତି ସଂଗଠନ ବା ଏଇଓଆଇ ଏହି ଆକ୍ରମଣ ପାଇଁ ଆମେରିକା ଓ ଇସ୍ରାଏଲକୁ ସିଧାସଳଖ ଦାୟୀ କରିବା ସହ ଏହାକୁ ଏକ ଅପରାଧିକ ଆକ୍ରମଣ ବୋଲି କହିଛନ୍ତି। ନଟାଞ୍ଜ ଆଣବିକ କେନ୍ଦ୍ରରୁ ଯଦି ରେଡିଓ ଆକ୍ଟିଭ୍ ରେଡିଏସନ୍ ନିର୍ଗତ ହୁଏ, ତେବେ ତାହା କେବଳ ଇରାନ ନୁହେଁ ବରଂ ସମଗ୍ର ମଧ୍ୟପ୍ରାଚ୍ୟ ପାଇଁ ମହାବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଇରାନ ଯଦିଓ ନ୍ୟୁକ୍ଲିୟର ମାନ୍ୟତା ପାଇନାହିଁ, ତଥାପି ତା ପାଖରେ ପରମାଣୁ ଅସ୍ତ୍ର ଥିବା ନେଇ ଚର୍ଚ୍ଚା ହୁଏ। ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସିର ମୁଖ୍ୟ ରାଫେଲ ଗ୍ରୋସି କିଛି ମାସ ପୂର୍ବେ ଦେଇଥିଲା ଏକ ବଡ଼ ବୟାନ। ଇରାନ ଖୁବ୍ ଶୀଘ୍ର ୟୁରାନିୟମ୍ ଶକ୍ତି ସମ୍ପନ୍ନ ଦେଶ ହେବାକୁ ଯାଉଛି ବୋଲି ସେତେବେଳେ ସେ କହିଥିଲେ। ଇରାନ ଇଣ୍ଟରନ୍ୟାସନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମେରିକାର ଭୌତିକ ବିଜ୍ଞାନ ଏବଂ ପରମାଣୁ ବିଶେଷଜ୍ଞ ଡେଭିଡ୍ ଅଲବ୍ରାଇଟ୍ ମଧ୍ୟ ଏକ ଚମକପ୍ରଦ ରିପୋର୍ଟ ଦେଇଛନ୍ତି। ସେ କହିଥିଲେ ଯେ ଇରାନକୁ ନିଜର ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ୟୁରାନିୟମକୁ ବିକଶିତ କରିବା ଲାଗି ମାତ୍ର ଏକ ସପ୍ତାହର ଆବଶ୍ୟକତା ରହିଛି। ୱାଶିଂଟନ ଡିସିରେ ଇନଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସିକ୍ୟୁରିଟିର ସଂସ୍ଥାପକ ଏବଂ ଅଧ୍ୟକ୍ଷ ଅଲବ୍ରାଇଟ୍ କହିଥିଲା ଯେ ଦୁର୍ଭାଗ୍ୟପୂର୍ଣ୍ଣ ଏହା ଯେ ପରମାଣୁ ଅସ୍ତ୍ର କେମିତି ତିଆରି କରାଯାଏ ସେ ବିଷୟରେ ଇରାନ ଆରମ୍ଭରୁ ଜାଣିଛି। ତାଙ୍କର ଏହି ଉକ୍ତିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଇରାନ ଆଣବିକ ଶକ୍ତି ଉତ୍ପନ୍ନ କରିବାର କଳା ଜାଣିଛି। ଏବେ ତା ପାଖରେ ଅଫିସିଆଲ ପରମାଣୁ ଅସ୍ତ୍ର ଗଚ୍ଛିତ ଅଛି। ଏହା ଆମେରିକା ଓ ଇସ୍ରାଏଲ ମଧ୍ୟ ଆଶଙ୍କା କରୁଛନ୍ତି। ସେଥିପାଇଁ ନଟାଞ୍ଜ ସମେତ ଇରାନର ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ ଏହି ଦୁଇ ଦେଶର ଲଗାତାର ନଜର ରହିଛି। ଆଉ ଏବେ ପୁଣି ଥରେ ଆମେରିକା ଓ ଇସ୍ରାଏଲ ନଟାଞ୍ଜ ପରମାଣୁ କେନ୍ଦ୍ର ଉପରେ
କରିଛନ୍ତି ଭୟଙ୍କର ଆକ୍ରମଣ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।